ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତମେ ରାତିରେ ଶୋଇବା ସମୟରେ ବହୁତ କାନ୍ଦୁଛ। ତୁମେ ଜମାରୁ ବି କାନ୍ଦିବନି। ତୁମେ କ'ଣ ଭାବୁଛ ମୁଁ କିଛି ଜାଣିପାରୁନାହିଁ? ଆରେ ମୁଁ ତ ସବୁବେଳେ ପ୍ରତ୍ୟେକ ମୁହୂର୍ତ୍ତରେ ତୁମକୁ ଦେଖୁଅଛି, ତୁମ କଥାକୁ ଶୁଣୁଅଛି। ତେଣୁ ଆସନ୍ତାକାଲି କ'ଣ ଘଟିବ ସେଇ ବିଷୟରେ ଚିନ୍ତା କର ନାହିଁ। ମୁଁ ଅଛି, ମୁଁ ତୁମକୁ ଦେଖୁଅଛି। ମୁଁ ତୁମର ଯତ୍ନ ମଧ୍ୟ ନେଉଅଛି। ସବୁବେଳେ ତୁମ ପାଖରେ ଛାଇ ପରି ରହିଛି, ତୁମକୁ ଜଗିଛି। ତୁମେ ଜାଣି ରଖ, ତୁମର ଆସନ୍ତାକାଲି ବହୁତ ସୁନ୍ଦର ସକାଳ ଆସିବ। ତୁମେ ଜମାରୁ ଚିନ୍ତା କରନି ସନ୍ତାନ। ଏଇ କଥାକୁ ତୁମେ ମଧ୍ୟ ଜାଣି ରଖ ଯେ ତୁମ ରାସ୍ତାରେ ଯେଉଁ ଲୋକମାନେ କଣ୍ଟା ବିଛାଇଛନ୍ତି, ତୁମକୁ ଦୁଃଖ ଆଉ ଯନ୍ତ୍ରଣା ଦେଉଛନ୍ତି, ତୁମର ଅମଙ୍ଗଳ ଚିନ୍ତା କରୁଛନ୍ତି, ତୁମର ସୁଖ ସହି ପାରୁନାହାନ୍ତି, ସେହି ଲୋକମାନଙ୍କୁ ମୁଁ ତୁମ ରାସ୍ତାରୁ ହଟେଇ ଦେବି। ତୁମ ରାସ୍ତାରୁ କଣ୍ଟା ଗଛକୁ ଉପାଡ଼ି ଫୋପାଡ଼ି ଦେବି। ସେ ଲୋକମାନେ ଭୁଲି ଯାଇଛନ୍ତି ଯେ କାହାକୁ କଷ୍ଟ ଦେଉଛନ୍ତି ଏବଂ ନିଜ କର୍ମକୁ ନିଜେ ନଷ୍ଟ କରୁଛନ୍ତି। ଏଇ ପାପ ଦିନେ ନା ଦିନେ ଜୀବନକୁ ନଷ୍ଟ କରିଦେବ। ସନ୍ତାନ, ତୁମେ ଚିନ୍ତା କର ନାହିଁ। ମୁଁ ସବୁବେଳେ ତୁମ ପାଖରେ ଅଛି। ତୁମ କର୍ମ କରି ଚାଲ। ଭଲ କର୍ମ କଲେ ଭଲ ଫଳ ହିଁ ମିଳିଥାଏ, ଆଉ ଖରାପ କର୍ମ କଲେ ଖରାପ ଫଳ ହିଁ ମିଳିଥାଏ। ସେଇଟା ନିଜ ଉପରେ ନିର୍ଭର କରେ କିଏ କେମିତି ହେବା ଦରକାର। ସନ୍ତାନ, ମୁଁ ସବୁବେଳେ ତୁମ ପାଖରେ ଅଛି, ଚିନ୍ତା କରନି। ସନ୍ତାନ, ମନ ଭିତରେ ସବୁବେଳେ ସାଇ ସାଇ ଜପ କର, କୌଣସି ଅସୁବିଧା ଆସିବନି। ଆଉ ଘର ଭିତରେ ବସିକି ଜମା ବି କାନ୍ଦ ନାହିଁ। ତୁମର ବନ୍ଧୁମାନଙ୍କ ସହିତ କିଛି ସମୟ ଅତିବାହିତ କର, ତୁମକୁ ବହୁତ ଶାନ୍ତି ଲାଗିବ। ସନ୍ତାନ, ମୁଁ ପ୍ରତି ମୁହୂର୍ତ୍ତରେ ତୁମ ପାଖରେ ଅଛି, ତୁମକୁ ଦେଖୁଅଛି। ଜୀବନରେ ବହୁତ ଶାନ୍ତିରେ ରୁହ, ମୁଁ ତୁମ ପାଖରେ ଅଛି। ମୋ ଆଶୀର୍ବାଦ ତୁମ ଉପରେ ଅଛି। ଓମ୍ ସାଇରାମ।